ମକର ବନ୍ଧୁଗଣ ସାବଧାନ ରୁହନ୍ତୁ, ଆପଣଙ୍କର ଶେଷ ଭୁଲ ବାହାରି ଯାଇଛି। ବନ୍ଧୁଗଣ ଆଗାମୀ 24 ଘଣ୍ଟା ମଧ୍ୟରେ ଏହି 5ଟି ଅତ୍ୟନ୍ତ ଯନ୍ତ୍ରଣାଦାୟକ ଘଟଣା ନିଶ୍ଚିତ ଭାବରେ ଆପଣଙ୍କ ଜୀବନରେ ଘଟିବ। କାରଣ ବନ୍ଧୁଗଣ ଏବେ ଶୁକ୍ର ଏବଂ ଶନି ଆପଣଙ୍କ ଗ୍ରହମାନଙ୍କରେ ଏକ ବିରାଟ ଯୋଗ ସୃଷ୍ଟି କରୁଛନ୍ତି, ଯାହାର ପ୍ରଭାବ ଆପଣଙ୍କ ଜୀବନ ଉପରେ ଏପରି ପଡ଼ିବ ଯେ ଏହା ଶୁଣିବା ପରେ ଆପଣଙ୍କ ଆଖିରୁ ରକ୍ତ ଲୁହ ମଧ୍ୟ ବହିଯିବ। ହଁ ବନ୍ଧୁଗଣ, ଆଗାମୀ 24 ଘଣ୍ଟା ମଧ୍ୟରେ ଗ୍ରହମାନଙ୍କର ପ୍ରଭାବ ଆପଣଙ୍କ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇବାକୁ ଯାଉଛି। ଏପରି ପରିସ୍ଥିତିରେ ବନ୍ଧୁଗଣ ଏହି 3ଟି ଘଟଣାକୁ ଘଟିବାକୁ କେହି ରୋକିପାରିବେ ନାହିଁ ଏବଂ ଏହି 3ଟି ଘଟଣାର ସତ୍ୟ ଶୁଣିବା ପରେ ଆପଣଙ୍କ ମନ ମଧ୍ୟ କାମ କରିବା ବନ୍ଦ କରିଦେବ। ବନ୍ଧୁଗଣ ମୁଁ ଜାଣେ ଯେ ନୂତନ ବର୍ଷର ଏହି ପ୍ରଥମ ମାସ ଆପଣଙ୍କ ପାଇଁ ସେତେ ଭଲ ନଥିଲେ ଯେପରି ଆପଣ ଆଶା କରିଥିଲେ। ଜାନୁଆରୀର ଏହି ମାସ ଆପଣଙ୍କୁ ବହୁତ କନ୍ଦାଇଲା, ଆପଣଙ୍କୁ ବହୁତ କଷ୍ଟ ଦେଲା। ଯେଉଁ ଖୁସି ପାଇଁ ଆପଣ ବର୍ଷ ବର୍ଷ ଧରି ଅପେକ୍ଷା କରିଥିଲେ ତାହା ଆପଣଙ୍କ ଜୀବନରେ ଆସିଲା ନାହିଁ। ଏହି ସମ୍ପୂର୍ଣ୍ଣ ମାସରେ ବନ୍ଧୁଗଣ ଆପଣ ପ୍ରାୟ ଆପଣଙ୍କ ସମସ୍ତ ଖୁସିକୁ ବଳିଦାନ ଦେଇଥିଲେ। ବର୍ଷର ଆରମ୍ଭରେ ତୁମେ ଯାହାକୁ ବିଶ୍ୱାସ କରିଥିଲ ସେହି ବ୍ୟକ୍ତି ତୁମକୁ କନ୍ଦାଇଲା, ସେହି ବ୍ୟକ୍ତି ତୁମ ସହିତ ବିଶ୍ୱାସଘାତକତା କଲା, ସେହି ବ୍ୟକ୍ତି ତୁମର ଭଲ ପାଇବାର ସୁଯୋଗ ନେଇଲା ଏବଂ ଏବେ ବନ୍ଧୁଗଣ ତୁମେ ଏହାକୁ ସହ୍ୟ କରି କରି କ୍ଳାନ୍ତ ହୋଇଗଲଣି। ତୁମେ ଏପରି ଅନୁଭବ କରୁଛ। ମୁଁ ଅନୁଭବ କରୁଛି ଯେ ଗତ କିଛି ବର୍ଷ ଧରି ମୋ ଜୀବନରେ ଯେଉଁ ଦୁଃଖ ଏବଂ କଷ୍ଟ ଚାଲିଛି ସେହି ଦୁଃଖ ଏବଂ କଷ୍ଟ ଏହି ବର୍ଷ ମଧ୍ୟ ମୋ ଜୀବନରେ ରହିବ। ବନ୍ଧୁଗଣ ଏହାର ସରଳ ଉତ୍ତର ହେଉଛି ନା। ହଁ ବନ୍ଧୁଗଣ, କାରଣ ଆଗାମୀ 24 ଘଣ୍ଟା ତୁମର ଜୀବନକୁ ସମ୍ପୂର୍ଣ୍ଣ ଭାବରେ ବଦଳାଇ ଦେବାକୁ ଯାଉଛି। 3ଟି ବହୁତ ବଡ଼ ଘଟଣା ଏବେ ତୁମ ପାଇଁ ଅପେକ୍ଷା କରିଛି। ଏପରି ପରିସ୍ଥିତିରେ ବନ୍ଧୁଗଣ ଆମେ ତୁମକୁ ଯାହା କହୁଛୁ ତାହା ଧ୍ୟାନର ସହିତ ଶୁଣ। ମୁଁ ଏହି ଭିଡିଓରେ ତୁମକୁ 3ଟି ବହୁତ ବଡ଼ ସତର୍କତା କହିବାକୁ ଯାଉଛି ଏବଂ ମୁଁ ଗ୍ୟାରେଣ୍ଟି ଦେଉଛି ଯେ ଯଦି ତୁମେ ଏହି କଥା ଶୁଣ ତେବେ ଦୁନିଆ ତୁମର ପାଦ ତଳେ ପଡ଼ିବ। ହଁ ବନ୍ଧୁଗଣ, ସେହି ଶତ୍ରୁମାନେ ଯେଉଁମାନେ ତୁମକୁ କନ୍ଦାଇଥିଲେ, ସେହି ଶତ୍ରୁମାନେ ଯେଉଁମାନେ ତୁମକୁ ବିଶ୍ୱାସଘାତ କରିଥିଲେ, ସେହି ଶତ୍ରୁମାନେ ତୁମର ପାଦ ତଳେ ପଡ଼ି କ୍ଷମା ମାଗିବେ, କାନ୍ଦିବେ ଏବଂ ତୁମକୁ କ୍ଷମା ମାଗିବେ ଏବଂ ତୁମର ପ୍ରଗତି ପାଇଁ ତାଳି ମାରିବେ। ହଁ ବନ୍ଧୁଗଣ, ଏହା ସହିତ ଏହି ଭିଡିଓରେ ମୁଁ ତୁମକୁ ଏକ ବହୁତ ଶକ୍ତିଶାଳୀ ଏବଂ ବହୁତ ପ୍ରଭାବଶାଳୀ ସମାଧାନ ମଧ୍ୟ କହିବି, ଯାହା ତୁମକୁ 2024 ସାରା ବର୍ଷ ଏତେ ଧନ ଏବଂ ଖୁସି ଦେବ ଯେ ତୁମେ ଏହି ବର୍ଷ ଧର୍ମ ଏବଂ ଖୁସିକୁ ସମ୍ଭାଳି ଥକିଯିବ। ହଁ ବନ୍ଧୁଗଣ, ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ବର୍ଷା ହେବା ଆରମ୍ଭ କରିବ ଏବେ ତୁମ ଉପରେ। ଏବଂ ବନ୍ଧୁଗଣ ମୁଁ ତୁମକୁ କହିଦେଉଛି ଯେ ଯେଉଁ ବ୍ୟକ୍ତି ଏହି ସମାଧାନ ଚେଷ୍ଟା କରିଛନ୍ତି, ଯଦି ତୁମେ ଏହା କର ତେବେ ସେହି ବ୍ୟକ୍ତିଙ୍କ ଜୀବନରୁ ଦୁଃଖର ସମସ୍ତ ଚିହ୍ନ ଉଭେଇଯିବ। ଭଗବାନ କୁବେର ଏବଂ ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ସେହି ବ୍ୟକ୍ତିଙ୍କ ଉପରେ ବର୍ଷିବ ଏବଂ ସମସ୍ତ ଆର୍ଥିକ ସମସ୍ୟା ଉଭେଇଯିବ। ସେହି ବ୍ୟକ୍ତିଙ୍କ ଜୀବନରେ ଖୁସିର କୌଣସି ଅଭାବ ରହିବ ନାହିଁ। ବନ୍ଧୁଗଣ ଦୟାକରି ଏହି ଭିଡିଓକୁ ଶେଷ ପର୍ଯ୍ୟନ୍ତ ଧ୍ୟାନର ସହିତ ଦେଖନ୍ତୁ। ବନ୍ଧୁଗଣ ନୂତନ ବର୍ଷର ଏହି ପ୍ରଥମ ମାସରେ ତୁମେ ନିଶ୍ଚୟ ଲକ୍ଷ୍ୟ କରିଥିବ ଯେ ତୁମ ଚାରିପାଖରେ ଅନେକ ଲୋକ ତୁମକୁ କନ୍ଦାଇଛନ୍ତି ଏବଂ ତୁମକୁ ବହୁତ ହଇରାଣ କରିଛନ୍ତି। ହଁ ବନ୍ଧୁଗଣ, ଯେତେବେଳେ ତୁମେ ତୁମର ଜୀବନରେ କିଛି ଉନ୍ନତି କରିବାକୁ ଚେଷ୍ଟା କର, ଯେତେବେଳେ ତୁମର ଜୀବନରେ କିଛି ଖୁସି ଆସିବାକୁ ଯାଏ, ତୁମ ଚାରିପାଖରେ ରହୁଥିବା ପ୍ରଥମ ଲୋକମାନେ ତୁମର ଖୁସି ଉପରେ ସେମାନଙ୍କର ଖରାପ ନଜର ପକାଇଥାନ୍ତି। ସେମାନଙ୍କର ଖରାପ ନଜର ତୁମର ସମସ୍ତ କାମକୁ ନଷ୍ଟ କରିଦିଏ। ତୁମେ ସହଜରେ ସମାପ୍ତ କରୁଥିବା କାର୍ଯ୍ୟ ମଧ୍ୟ କଷ୍ଟକର ହୋଇଯାଏ। ସେଥିପାଇଁ ବନ୍ଧୁଗଣ ଏହି ଭିଡିଓରେ ଆମେ ତୁମକୁ 3ଟି ଗୁରୁତ୍ୱପୂର୍ଣ୍ଣ ସତର୍କତା ଏବଂ ଗୋଟିଏ ସମାଧାନ କହିବୁ, ଯାହା ଶୁଣିବା ପାଇଁ ତୁମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ, ଯାହାଦ୍ୱାରା ତୁମେ ଏହି ଶତ୍ରୁମାନଙ୍କଠାରୁ ଦୂରେଇ ରହିପାରିବ। ତେଣୁ ପୁଅ, ଏହି ଭିଡିଓକୁ ଅଣଦେଖା କରିବାର ଭୁଲ କର ନାହିଁ। ତୁମେ ଏକ ମହାନ ମୂର୍ଖ ହେବ ଯେଉଁ ବ୍ୟକ୍ତି ଏହି ଭିଡିଓକୁ ଶେଷ ପର୍ଯ୍ୟନ୍ତ ଦେଖିବେ ନାହିଁ, କାରଣ ଏହି ଭିଡିଓଟି ଆପଣଙ୍କ ପାଇଁ ଆଶୀର୍ବାଦଠାରୁ କମ୍ ନୁହେଁ। ପ୍ରଥମେ ବନ୍ଧୁଗଣ ଭିଡିଓ ଆରମ୍ଭ କରିବା ପୂର୍ବରୁ ମାତା ରାଣୀଙ୍କ ସମସ୍ତ ସଚ୍ଚା ଭକ୍ତମାନେ
ଏହି ଭିଡିଓକୁ ପସନ୍ଦ କରନ୍ତୁ ଏବଂ କମେଣ୍ଟ ବକ୍ସରେ ସତ୍ୟ ହୃଦୟରେ ଜୟ ବଜରଙ୍ଗ ବଳି, ଜୟ ମାତା ଦି, ଜୟ ମା ଭଦ୍ରକାଳୀ ଲେଖନ୍ତୁ। ହଁ ବନ୍ଧୁଗଣ, ମାତା ରାଣୀଙ୍କ ଆଶୀର୍ବାଦ ବର୍ଷିବ ଏବଂ ବହୁତ ଶୀଘ୍ର ଆପଣ କିଛି ବଡ଼ ଖୁସି ଖବର ପାଇବେ। ବନ୍ଧୁଗଣ, ମୁଁ ଆପଣଙ୍କୁ କହିବାକୁ ଚାହୁଁଛି ଯେ ଆଗାମୀ 24 ଘଣ୍ଟା ମଧ୍ୟରେ ଆପଣଙ୍କ ଚାରିପାଖରେ ସବୁବେଳେ କିଛି ଲୋକ ବୁଲୁଛନ୍ତି ଯେଉଁମାନେ ଆପଣଙ୍କୁ କେବେ ଖୁସି ଦେଖିବାକୁ ଚାହାନ୍ତି ନାହିଁ, ଯେଉଁମାନେ ଆପଣଙ୍କୁ କେବେ ସଫଳ ଦେଖିବାକୁ ଚାହାନ୍ତି ନାହିଁ ଏବଂ ଯେତେବେଳେ ସେମାନେ ଅନୁଭବ କରନ୍ତି ଯେ ଆପଣ ଜୀବନରେ ଟିକେ ଆଗକୁ ବଢୁଛନ୍ତି, ସେମାନେ ଆପଣଙ୍କ ସଫଳତା ଉପରେ ନିଜର ଖରାପ ନଜର ପକାଇବା ଆରମ୍ଭ କରିବେ କିମ୍ବା ଧରାଯାଉ ସେମାନଙ୍କର କଡ଼ା ଆଖି। ହଁ ବନ୍ଧୁଗଣ, ଏବଂ ଏହି ଲୋକମାନଙ୍କର ଖରାପ ନଜର ବହୁତ ଖରାପ। ସେମାନେ ଆପଣଙ୍କୁ ଜୀବନରେ କେବେ କିଛି ହାସଲ କରିବାକୁ ଦେବେ ନାହିଁ। ଯେତେବେଳେ ଆପଣଙ୍କ ଜୀବନରେ ଟିକେ ଟଙ୍କା ଆସିବା ଆରମ୍ଭ ହେବ, ଏହି ଲୋକମାନେ ଅନୁଭବ କରିବା ଆରମ୍ଭ କରିବେ ଯେ ଆପଣ ଜୀବନରେ ଆଗକୁ ବଢୁଛନ୍ତି। ଯଦି ତୁମେ ଏକ ନୂତନ ଗାଡ଼ି କିଣ, କିଛି ନୂତନ ଜମି କିଣ, ଘର କିଣ କିମ୍ବା ତୁମେ ତୁମ ଘରେ କୌଣସି ଭଲ କାମ କର, ତେବେ ଏହି ଲୋକମାନେ ତୁମର ଖୁସିକୁ ଆଦୌ ସହ୍ୟ କରିବେ ନାହିଁ। ତୁମେ ଏହା କରିପାରିବ ନାହିଁ ଏବଂ ସେମାନେ ଭିତରେ ଈର୍ଷା କରିବା ଆରମ୍ଭ କରିବେ ଏବଂ ତୁମକୁ ନଷ୍ଟ କରିବାର ଉପାୟ ଖୋଜିବା ଆରମ୍ଭ କରିବେ। ସେମାନଙ୍କ ମନରେ ଏହି ଲୋକମାନେ ଭାବନ୍ତି ଯେ ତୁମେ ସେମାନଙ୍କଠାରୁ ଆଗକୁ ଯାଉଛ, କିନ୍ତୁ ସେମାନେ କେବେ ତୁମର କଠିନ ପରିଶ୍ରମ ଦେଖନ୍ତି ନାହିଁ। ସେମାନେ କେବେ ତୁମର ପରିବାରର ସଂଘର୍ଷ ଦେଖନ୍ତି ନାହିଁ। ସେମାନେ କେବେ ତୁମର ଦୁଃଖ ଦେଖନ୍ତି ନାହିଁ। ସେମାନେ କେବଳ ତୁମର ସଫଳତା ଦେଖନ୍ତି ଏବଂ ସେମାନେ କେବଳ ତୁମର ସମ୍ପତ୍ତି ଦେଖନ୍ତି ଏବଂ ଏହା ଦେଖାଯାଏ ଯେ ଏହି ସମ୍ପତ୍ତି ବିନା କୌଣସି ପରିଶ୍ରମରେ ତୁମ ପାଖକୁ ଆସିଛି। ଏହି ସମ୍ପତ୍ତି ତୁମ ପାଇଁ ମାଗଣାରେ ଆସୁଛି। ଏହା କୌଣସି କଠିନ ପରିଶ୍ରମ ବିନା ଆସୁଛି ଏବଂ ତାପରେ ସେମାନେ ସେହି ଟଙ୍କା ଉପରେ ନଜର ପକାଇବା ଆରମ୍ଭ କରନ୍ତି ଏବଂ ତା ଉପରେ ଖରାପ ନଜର ପକାଇବା ଆରମ୍ଭ କରନ୍ତି, ଯାହା ଯୋଗୁଁ ବନ୍ଧୁଗଣ ଆପଣଙ୍କର କାମ ଯାହା ପ୍ରାୟ ପ୍ରସ୍ତୁତ ଥିଲା ତାହା ବାରମ୍ବାର ନଷ୍ଟ ହେଉଛି ଏବଂ ଏହି ଧାରା ଆପଣଙ୍କ ଜୀବନରେ 2025 ମସିହାରେ ମଧ୍ୟ ଚାଲିଥିଲା ଏବଂ ନୂତନ ବର୍ଷର ପ୍ରାୟ ପ୍ରଥମ ମାସ ମଧ୍ୟ ବିତିଗଲାଣି, କିନ୍ତୁ ଆପଣଙ୍କ ଜୀବନରେ ପରିସ୍ଥିତି ଏବେ ବି ସମାନ ଅଛି। ଯେଉଁ କାମ ସମାପ୍ତ ହେବାକୁ ଥିଲା ତାହା ହଠାତ୍ ବନ୍ଦ ହୋଇଯାଏ। ଆପଣଙ୍କ କାମରେ ନୂତନ ସମସ୍ୟା ସୃଷ୍ଟି ହେବା ଆରମ୍ଭ ହୁଏ। କିନ୍ତୁ ବନ୍ଧୁଗଣ, ମୁଁ ଆପଣଙ୍କୁ କହିବାକୁ ଚାହୁଁଛି ଯେ ବର୍ତ୍ତମାନ ଶନି ଏବଂ ରାହୁ ଏକାଠି ଆପଣଙ୍କ ଗ୍ରହରେ ଏକ ନୂତନ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛନ୍ତି। ଏପରି ପରିସ୍ଥିତିରେ ବନ୍ଧୁଗଣ, ଆଗାମୀ 24 ଘଣ୍ଟା ଆପଣଙ୍କ ପାଇଁ ଏକ ନିର୍ଣ୍ଣାୟକ ପରିସ୍ଥିତି ସୃଷ୍ଟି କରିବା ଆରମ୍ଭ କରିବ। ମୁଁ ପ୍ରମାଣିତ କରିପାରୁଛି। ହଁ ବନ୍ଧୁଗଣ, ଏହି 24 ଘଣ୍ଟାରେ ଆପଣଙ୍କୁ ଅନେକ ସୁଯୋଗ ମିଳିବ, ଅନେକ ସୁଯୋଗ ମିଳିବ। ଦେଖନ୍ତୁ, ଶତ୍ରୁ ପ୍ରତ୍ୟେକ ପଦକ୍ଷେପରେ ଆପଣଙ୍କ କାମରେ ସମସ୍ୟା ସୃଷ୍ଟି କରିବ। ପ୍ରତ୍ୟେକ ପଦକ୍ଷେପରେ ଆପଣଙ୍କ କାମରେ ବାଧା ସୃଷ୍ଟି କରିବ। ସେଥିପାଇଁ ବନ୍ଧୁଗଣ, ମୁଁ ଆପଣଙ୍କୁ ପରବର୍ତ୍ତୀ ଭିଡିଓରେ ଏହି ଲୋକମାନଙ୍କଠାରୁ ରକ୍ଷା ପାଇବାର ଏକ ବହୁତ ସହଜ ଉପାୟ କହିବି। ହଁ ଦେଖନ୍ତୁ, ଶତ୍ରୁ ଆପଣଙ୍କୁ ବହୁତ ଅଭିଶାପ ଦେଇଛି। ଶତ୍ରୁ ଅନେକ ଖରାପ କଥା କହିଛି। ତୁମ ଉପରେ ସେ ବହୁତ ଖରାପ ନଜର ପକାଇଛି, କିନ୍ତୁ ଏବେ ତୁମକୁ ଭୟ କରିବାର କିମ୍ବା ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ। ଶତ୍ରୁ ତୁମ ଉପରେ ଯେତେ ଅଭିଶାପ ପକାଉ, ଯେତେ ମନ୍ତ୍ର ଯାଦୁବିଦ୍ୟା ବ୍ୟବହାର କରୁ, ଯଦି ତୁମେ ଆମଠାରୁ ଏହି 3ଟି ଜିନିଷ ଗ୍ରହଣ କର, ତେବେ ତୁମ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ। ହଁ ବନ୍ଧୁଗଣ, ମୁଁ ମଧ୍ୟ ତୁମକୁ ଏପରି ଏକ ଚମତ୍କାର ସମାଧାନ କହିବାକୁ ଯାଉଛି ଯାହା ତୁମକୁ ଏହି ନୂତନ ବର୍ଷରେ କେବଳ ଥରେ କରିବାକୁ ପଡ଼ିବ। ଏହା ଏକ ବହୁତ ସହଜ ସମାଧାନ। ଏହି ସମାଧାନ କରିବା ପରେ ତୁମେ ସାରା ବର୍ଷ ମଜା କରିବ ଏବଂ ତୁମେ ସର୍ବଦା ଶତ୍ରୁମାନଙ୍କଠାରୁ ସୁରକ୍ଷିତ ରହିବ। ସେଥିପାଇଁ ଶେଷ ପର୍ଯ୍ୟନ୍ତ ଧ୍ୟାନ ଦେଇ ଶୁଣ ଏବଂ ମୁଁ ତୁମକୁ ପୁଣି ଥରେ ଅନୁରୋଧ କରୁଛି, ଯଦି ତୁମେ ଏହାକୁ ଏପର୍ଯ୍ୟନ୍ତ ପସନ୍ଦ କରିନାହଁ, ତେବେ ଏହାକୁ ଏବେ ଲାଇକ୍ କର ଏବଂ କମେଣ୍ଟ ବକ୍ସରେ ସତ୍ୟ ହୃଦୟରେ ଜୟ ମା ଦୁର୍ଗା ଲେଖ। ବନ୍ଧୁଗଣ, ମୁଁ ତୁମକୁ କହିଦେଉଛି ଯେ ଆଗାମୀ 24 ଘଣ୍ଟା ମଧ୍ୟରେ ସମୟ ତୁମ ପାଇଁ ଟଙ୍କା ଦୃଷ୍ଟିରୁ ବହୁତ ସୁନ୍ଦର ଦେଖାଯାଉଛି। ହଁ ବନ୍ଧୁଗଣ, ତୁମେ ବିଭିନ୍ନ ସ୍ଥାନରୁ ଟଙ୍କା ପାଇବ ଯେଉଁଠାରୁ ତୁମେ କେବେ ଆଶା କରିନଥିବ। ସେଠାରୁ ମଧ୍ୟ ଟଙ୍କା ପାଇବାର ପୂର୍ଣ୍ଣ ସମ୍ଭାବନା ଅଛି।
किंतु बंधुगण तुमे देखिबो जे सबु किछि ठीक चलिथिबो किंतु हठात कौनसी स्थानरू तुमर कामरे असुविधा आरंभ हेबो, समस्या आरंभ हेबो एवं तुमे स्पष्ट भावरे बुझी परिबो नाही जे तुम जीवनरे कोन घटुछि, एही बाधागुड़िक केउठारु आसुछि। जेउ काम सहजरे समाप्त हेबा कथा थिला ताहा काहीकि बाधारे फसी जाउछि, सेही काम काहीकि बंद हेउछि। देखंतु बंधुगण मु तुमको कहि देउछि जे आगामी 24 घंटा मध्यरे बुझो जे तुम जीवनरे एक नूतन आरंभ हेबाकु जाउछि। सेथिपाई बंधुगण तुमको पुराना जिनिस, पुराना शत्रु एवं पुराना संपर्करू आगकु बढ़िबाकु पड़िबो। हाँ बंधुगण एबे तुमको तुमर हृदय एवं मनरू एही पुराना जिनिस गुड़िकु बाहर करिबाकु पड़िबो। हाँ बंधुगण तुम मानक मध्यरू अनेक अछंती जेउ माने सेमानंकर अतीत विषय कांदुछंती, चिंतित रुहंती जे आहा सेही समयरे जदि मोते गतकाली एहा किनिबाकु पड़िथांता तेबे आजी मो पाखरे एते टंका थांता, जदि मु सेही समयरे एही काम आरंभ करिथांता तेबे आजी मु जणे महान व्यक्ति होइथांती। एवं किछि लोक केवल सेमानंकर भविष्यत विषय चिंतित जे मोर कोनोसी संचय नाही, मु भविष्यतरे कोन करिबी, मोते एहा करिबाकु पड़ब, मोते एक गाड़ी किनिबाकु पड़िबो, मोते एक घर किनिबाकु पड़िबो। किंतु तुम मानक मध्यरू केही वर्तमानरे रहुनाहांती, तुमको संशोधन करिबाकु पड़िबो तुमर एही भूल एवं एही आगामी 24 घंटा मध्यरे तुम जीवनरे 3टी नियम ग्रहण कर। देख बंधुगण मु शास्त्र एवं ग्रंथरू 3टी नियम नेउछि, एहार आधाररे मु तुमको एही 3टी नियम एवं 3टी कथा कहुछि एवं मु तुमको एक कहानी भाबरे कहुछि जहाँ आमे पढ़िछु एवं सुनिछु। देख थरे देवलोकरे नारद मुनिंक मनरे एक बड़ प्रश्न उठुथिला। से भाबिले जे पृथ्वीरे एते दुख काहीकि, भल लोक माने मध्य सेमानंक जीवनरे काहीकि समस्यार सम्मुखीन हुअंती, जीवनरे शत्रु माने काहीकि बारंबार आसी हेबाकु थिबा जिनिस गुड़िकु नष्ट करंती। नारद मुनिंक मनरे अनेक प्रश्न उठिला एवं से तुरंत वैकुंठरे पहुंची भगवान नारायणंक पादरे प्रणाम करी कहिले, प्रभु जणे व्यक्ति निज जीवनरे एपरी केउ भूल करे जहा जोगु ताकु बारंबार दुख भोगिबाकु पड़े एवं से एपरी केउ भूल करे जहा जोगु से बारंबार शत्रुर फासरे फसी जाए एवं बहुत ध्यान देई सुन, कारण गत अनेक वर्ष धरी बंधुगण तुमे मध्य तुम जीवनरे बारंबार समान भूल करी आसुछि। नारद मुनिंको एही कथा सुनी भगवान नारायण धीरे हसी कहिले, नारद तुमे बहुत भल प्रश्न पचारिछ, एबे ध्यान देई सुन। मनीषर सबुठारु बड़ भूल हेउछि निज कर्मकु भूली जिबा। मनीषर सबुठारु बड़ भूल हेउछि जे से निजर भूली जाए। से सबुबेले अन्य माननकु निज दुखर कारण बोली भाबंती। से बुझी पारंती नाही जे आजी तांको जीवनरे जहा घटुछि, जे कोनोसी घटना घटुछि ताहा तांको पूर्व कर्मर परिणाम, किंतु से प्रत्येक थर अन्यकु दोष दियंती। से केबे निज भूल देखंती नाही एवं से केबे निज अभ्यास को संशोधन करंती नाही एवं तांको जीवनरे बारंबार भूल करि चली थांती। द्वितीय भूल हेउछि अहंकारी हेबा। जेतेबेले जणे मनीष टिकिए धन ज्ञान किंबा पदवी पाए से नतमस्तक हेबाकू भूली जाए। से अनुभव करिबाकू लगे जे मो सबु किछि। से भाबिबाकू लगे जे मो व्यतीत आउ किछि नहीं। से बड़मानंकू अपमान करिबाकू लगे, गरीब एवं दुखी लोकंकू परिहास करिबाकू लगे एवं एही कारणरू तांकू तांको कर्मर परिणाम भोगिबाकू पड़े। जणे मनीष निज जीवनरे तृतीय भूल करे, अर्थात क्रोधरे निष्पत्ति नेबा। जणे व्यक्ति क्रोधरे एपरी काम करे जहा पाई से जीवन सारा पश्चाताप करे, जेपरिकी बिना चिंतारे कथा कहिबा, क्रोधरे अनेक वर्षर संपर्क भांगिबा एवं क्रोधरे भूल पदक्षेप नेबा। किंतु सबुबेले गोटिए कथा मने रखंतु जे क्रोधरे कुहा जाइतिबा शब्द केबे फेरस्त हुए नाही, भांगी जाइतिबा संपर्क केबे सजाड़ी हुए नाही। बंधुगण, एही तीनोटी भूल स्वयं भगवान नारायण कहिसंती, जहाँ जणे व्यक्ति तांको जीवनरे बारंबार करंती। तुमे मध्य बंधुगण आगामी 24 घंटा मध्यरे एही भूल गुड़िकू संशोधन करिबाकू चेष्टा कर। तापरे देख तुम जीवनरे केते परिवर्तन आसिबाकू आरंभ हुए। एहा सहित बंधुगण मु तुमको गोटिए कथा कहिबी,
ସର୍ବଦା ମନେ ରଖ ଯେ ତୁମର ଜୀବନରେ ତୁମର ସବୁଠାରୁ ବଡ଼ ଶତ୍ରୁ ଯିଏ ତୁମର ସବୁଠାରୁ ବଡ଼ ଶତ୍ରୁ କେବେ ବାହାର ଲୋକ ନୁହେଁ। ହଁ, ତୁମେ ଅନୁଭବ କର ଯେ ଶତ୍ରୁ ତୁମ ବିରୁଦ୍ଧରେ ଷଡ଼ଯନ୍ତ୍ର କରୁଛି, ତୁମ ଉପରେ ଯାଦୁବିଦ୍ୟା କିମ୍ବା ତାନ୍ତ୍ରିକ ପୂଜା କରୁଛି, କିନ୍ତୁ ଅଧିକାଂଶ ସମୟ ବନ୍ଧୁଗଣ ତୁମର ଜୀବନରେ ତୁମର ଶତ୍ରୁ ଯିଏ ତୁମର ଶତ୍ରୁ ତୁମ ଚାରିପାଖରେ ଥିବା କେହି ଜଣେ ଯାହାକୁ ତୁମେ ସବୁବେଳେ ବିଶ୍ୱାସ କର, ଯାହାକୁ ତୁମେ ସବୁବେଳେ ନିଜର ବୋଲି ଭାବୁଛ, ଯାହାକୁ ତୁମେ ସବୁବେଳେ ନିଜର ବୋଲି ଭାବୁଛ। ତୁମେ ତୁମର ଜୀବନ ବିଷୟରେ ସବୁକିଛି କୁହ, ତୁମର ଜୀବନର ପ୍ରତ୍ୟେକ ସୁଖ ଏବଂ ଦୁଃଖ ବିଷୟରେ ଯାହାକୁ ତୁମେ କହୁଛ, ଯାହା ସହିତ ତୁମେ ଆଲୋଚନା କରୁଛ। ବନ୍ଧୁଗଣ, ଅନେକ ଥର ସେହି ବ୍ୟକ୍ତି ତୁମର ଖୁସିର ସବୁଠାରୁ ବଡ଼ ଶତ୍ରୁ ହୋଇଯାଏ, କାରଣ ତାଙ୍କ ଉପରେ ବିଶ୍ୱାସ କରି ତୁମେ ସମସ୍ତ ଦୁଃଖ, ସମସ୍ତ ସୁଖ, ତୁମର ଜୀବନର ସମସ୍ତ କଥା ସେହି ବ୍ୟକ୍ତିଙ୍କୁ କହିଦିଅ। ତୁମେ ଅନୁଭବ କରିବା ଆରମ୍ଭ କର ଯେ ଏହି ବ୍ୟକ୍ତି ମୋର ଭାବନା ବୁଝିବ, ସେ ମୋତେ ଦୁଃଖରୁ ବାହାର କରିବ, ମୋତେ ସମର୍ଥନ କରିବ, ମୋତେ ସଠିକ୍ ରାସ୍ତା ଦେଖାଇବ। କିନ୍ତୁ ସେହି ବ୍ୟକ୍ତି କ'ଣ କରେ? ସେ ତୁମର ଭାବନା ସହିତ ଖେଳେ, ତୁମର ସବୁ କଥା ଶୁଣେ ଏବଂ ତାପରେ ତୁମର ଦୁର୍ବଳତା ଅନୁସାରେ ତୁମ ବିରୁଦ୍ଧରେ ନୂତନ ଷଡ଼ଯନ୍ତ୍ର କରିବା ଆରମ୍ଭ କରେ ଏବଂ ତୁମର ଦୁର୍ବଳତାକୁ ତାର ଅସ୍ତ୍ର କରେ। ତେଣୁ ବନ୍ଧୁଗଣ, ତୁମେ ଏବେ କ'ଣ କରିବା ଉଚିତ ନୁହେଁ? ଧ୍ୟାନ ଦେଇ ଶୁଣ। ପ୍ରଥମତଃ ବନ୍ଧୁଗଣ, ତୁମେ କେବେ ବି କାହା ଆଗରେ ତୁମର ଖୁସିର ବିଗୁଲ ବଜାଇବା ଉଚିତ ନୁହେଁ। ତୁମେ କ'ଣ କରୁଛ? ତୁମେ କେତେ ଟଙ୍କା ରୋଜଗାର କରୁଛ? ତୁମେ ତୁମ ଘରକୁ କ'ଣ ଜିନିଷ ଆଣୁଛ? ଏହି କଥାଗୁଡ଼ିକ କାହାକୁ କୁହ ନାହିଁ। ତୁମ ପାଖରେ ରହୁଥିବା କାହାକୁ କେବେ ବି ଏହି କଥାଗୁଡ଼ିକ କୁହ ନାହିଁ। ତୁମେ ଅନେକ ଥର ଦେଖିଥିବ ଯେ ପଡ଼ୋଶୀର ଲୋକମାନେ ବସି ଘର ବିଷୟରେ ଅନେକ କଥା ଆଲୋଚନା କରନ୍ତି। ଆମେ କ'ଣ ରାନ୍ଧୁଛୁ ତାହା ଆଲୋଚନା କରୁ। ଆଜି ଘରେ ସକାଳେ ଆମେ କ'ଣ ରାନ୍ଧିଲୁ, ସନ୍ଧ୍ୟାରେ କ'ଣ ରାନ୍ଧଲୁ, କ'ଣ କିଣିଲୁ, କେତେ ଟଙ୍କା ରୋଜଗାର କଲୁ, କେତେ ଖର୍ଚ୍ଚ କଲୁ। ଏହି କଥାଗୁଡ଼ିକ କାହାକୁ କହିବା ପାଇଁ ନୁହେଁ। ଆମ ସାମ୍ନାରେ ଥିବା ବ୍ୟକ୍ତି କେବଳ ତୁମର ଖୁସିରେ ଖୁସି ହେବାର ଅଭିନୟ କରୁଛନ୍ତି, କିନ୍ତୁ ବାସ୍ତବରେ ସେ କେବଳ ଚାହାନ୍ତି ଯେ ତୁମର ସବୁବେଳେ ଦୁଃଖ, କଷ୍ଟ ଏବଂ କଷ୍ଟ ହେଉ। ଯେତେବେଳେ ସେ ଶୁଣେ ଯେ ତୁମ ଘରେ ସବୁକିଛି ଭଲ ଚାଲିଛି, ସେ ତୁମ ବିଷୟରେ ଖରାପ କଥା ଭାବିବାକୁ ଆରମ୍ଭ କରେ ଏବଂ ତୁମର ଖୁସି ଉପରେ ଅଭିଶାପ ଦିଏ ଏବଂ ପ୍ରାର୍ଥନା କରେ ଯେ ତୁମ ଜୀବନରେ ଦୁଃଖ ଆସେ, ତୁମ ଜୀବନରେ ସମସ୍ୟା ଆସେ ଏବଂ ତୁମ ଜୀବନରେ ନୂତନ ସଙ୍କଟ ଆସେ। ସେଥିପାଇଁ ତୁମେ କେବେ ବି କାହା ସହିତ ଏପରି କାମ କରିବା ଉଚିତ ନୁହେଁ, ଭୁଲରେ ମଧ୍ୟ। ଏବେ ବନ୍ଧୁଗଣ, ମୁଁ ତୁମକୁ ଏକ ବହୁତ ପ୍ରଭାବଶାଳୀ ସମାଧାନ କହିବାକୁ ଯାଉଛି। ଯଦି ତୁମେ ଏପର୍ଯ୍ୟନ୍ତ ଭିଡିଓ ଦେଖିଛ, ତେବେ ଏହି ସମାଧାନ ମଧ୍ୟ ଶୁଣ। ବନ୍ଧୁଗଣ, ଏହି ସମାଧାନ ଏହି ବର୍ଷ ତୁମ ପାଇଁ ସବୁଠାରୁ ବଡ଼ ସମାଧାନ ହେବାକୁ ଯାଉଛି। ବୁଝ ଯେ ଏହା ତୁମ ପାଇଁ ଏକ ବରଦାନ, ଏକ ସଞ୍ଜୀବନୀ ସଧି। ଏହା କରିବା ଦ୍ୱାରା ବନ୍ଧୁଗଣ ତୁମେ ଏକ ନୂତନ ଜୀବନ, ନୂତନ ଖୁସି ପାଇବ। ତେଣୁ ଧ୍ୟାନ ଦେଇ ଶୁଣ, ଏକାକୀ କାହା କଥା ଶୁଣ। ବନ୍ଧୁଗଣ, ଏହି ଖବର ଆପଣଙ୍କ କାନରେ ପହଞ୍ଚନ୍ତୁ ନାହିଁ। ଆପଣଙ୍କୁ ଯେକୌଣସି ମଙ୍ଗଳବାର କିମ୍ବା ଶନିବାର ସକାଳେ ବ୍ରହ୍ମାଜଳରେ ସ୍ନାନ କରିବାକୁ ପଡ଼ିବ। ଏହାପରେ ଏକ ଲାଲ ରୁମାଲ କିମ୍ବା ଲାଲ କପଡ଼ା ନିଅନ୍ତୁ। ସେଥିରେ କିଛି ଗୁଡ଼ ଏବଂ ଚଣା ବାନ୍ଧନ୍ତୁ। ତାପରେ ଆପଣଙ୍କ ଘର ପାଖରେ ଥିବା ଯେକୌଣସି ହନୁମାନ ମନ୍ଦିରକୁ ଯାଆନ୍ତୁ। ଆପଣଙ୍କ କପଡ଼ାରେ ବନ୍ଧା ଗୁଡ଼ ଏବଂ ଚଣା ହନୁମାନଜୀଙ୍କ ସମ୍ମୁଖରେ ରଖନ୍ତୁ। ଆପଣଙ୍କ ମନରେ ହନୁମାନଜୀଙ୍କୁ ପ୍ରାର୍ଥନା କରିବା ଆରମ୍ଭ କରନ୍ତୁ। ହନୁମାନଜୀଙ୍କ ମନ୍ତ୍ର ଜପ କରନ୍ତୁ। ଆପଣଙ୍କ ମନରେ ଥିବା ସମସ୍ତ କଥା ତାଙ୍କୁ କୁହନ୍ତୁ। ଆପଣଙ୍କ ସମସ୍ତ ସମସ୍ୟା ତାଙ୍କୁ କୁହନ୍ତୁ। ତାପରେ ସେହି ଗୁଡ଼ ଏବଂ ଚଣା କୌଣସି ଗରିବ ବ୍ୟକ୍ତି କିମ୍ବା ବାନରକୁ ଖୁଆଇ ଦିଅନ୍ତୁ। ହଁ ବନ୍ଧୁଗଣ, ଏହା କରିବା ଦ୍ୱାରା କ'ଣ ଲାଭ ହେବ? ହଠାତ୍ ସମସ୍ୟା କମିଯିବ। ହନୁମାନଜୀ ଆପଣଙ୍କୁ ସର୍ବଦା ଆପଣଙ୍କ ଶତ୍ରୁମାନଙ୍କ ଖରାପ ଦୃଷ୍ଟିରୁ ରକ୍ଷା କରିବେ। ଆପଣଙ୍କ ଭିତରେ ଭୟ ଏବଂ ଚିନ୍ତା କମିଯିବ। ଆପଣଙ୍କ ମନ ଶକ୍ତିଶାଳୀ ହେବ। ଏହା ସହିତ ବାରମ୍ବାର ଅଟକି ରହିଥିବା କାର୍ଯ୍ୟଗୁଡ଼ିକ ସମାପ୍ତ ହେବ। ସେହି କାର୍ଯ୍ୟଗୁଡ଼ିକରେ କୌଣସି ଅସୁବିଧା ହେବ ନାହିଁ। ବନ୍ଧୁଗଣ, ପ୍ରତି ମଙ୍ଗଳବାର କିମ୍ବା ଶନିବାର ଆପଣ କୌଣସି ଅଭାବୀ ବ୍ୟକ୍ତିକୁ କିଛି ଖାଦ୍ୟ ଦେବା ଉଚିତ। ହଁ ବନ୍ଧୁଗଣ,
ତୁମେ ଦାନ କରିବା ଉଚିତ। ଏହା କରିବା ଦ୍ୱାରା ଶତ୍ରୁର ଷଡ଼ଯନ୍ତ୍ର ତୁମ ବିରୁଦ୍ଧରେ କାମ କରିବ ନାହିଁ। ଶତ୍ରୁ ଯେତେ ଚେଷ୍ଟା କଲେ ମଧ୍ୟ ସେ ତୁମର କ୍ଷତି କରିପାରିବ ନାହିଁ। ନିଜ ପାଇଁ ଏକ ଦୈନନ୍ଦିନ କାର୍ଯ୍ୟନିର୍ବାହ କର। ସକାଳେ ଶୀଘ୍ର ଉଠି ସନ୍ଧ୍ୟାରେ ଶୀଘ୍ର ଶୋଇଯାଅ। ସକାଳେ ଶୀଘ୍ର ଉଠି ସ୍ନାନ କର। ତାପରେ ତୁମର ଘରର ମନ୍ଦିରରେ ବସି ତୁମର ପରିବାର ଦେବତାଙ୍କୁ ସ୍ମରଣ କର। ହଁ ବନ୍ଧୁଗଣ, ଯେଉଁ ଘରେ ପରିବାର ଦେବତାଙ୍କ ଆଶୀର୍ବାଦ ଥାଏ ସେଠାରେ ନକାରାତ୍ମକ ଶକ୍ତି କେବେ ବାସ କରେ ନାହିଁ। ସକାରାତ୍ମକ ଶକ୍ତି ସବୁବେଳେ ସେଠାରେ ବାସ କରେ। ସେଠାରେ ସର୍ବଦା ଖୁସିର ପରିବେଶ ରହିଥାଏ। ସେହି ଘରକୁ ସମସ୍ୟା ଆସେ ନାହିଁ। ତେଣୁ ତୁମେ ପ୍ରତିଦିନ ସକାଳେ ତୁମର ପରିବାର ଦେବାଦେବୀଙ୍କ ନାମ ଜପ କର ଏବଂ ସେମାନଙ୍କୁ ଦର୍ଶନ କର। ଏହାପରେ ତୁମ ଘରର ମନ୍ଦିରରେ ବସି ଭଗବାନଙ୍କ ପୂଜା କର, ଆରତି କର ଏବଂ ଅତି କମରେ ଥରେ ହନୁମାନ ଚାଳିଶା ପାଠ କର। ବନ୍ଧୁଗଣ, ହନୁମାନ ଚାଳିଶା ପାଠ କରିବା ଦ୍ୱାରା ତୁମ ଘରର ପରିବେଶ ସର୍ବଦା ପବିତ୍ର ରହିବ। ନକାରାତ୍ମକ ଶକ୍ତି ତୁମ ଘରୁ ପଳାଇଯିବ। ତୁମ ଘରେ ବାରମ୍ବାର ଆସୁଥିବା ବାଧା ଦୂର ହେବ ଏବଂ ବହୁଦିନ ଧରି ଚାଲିଥିବା ଟଙ୍କା ସମ୍ବନ୍ଧୀୟ ସମସ୍ତ ସମସ୍ୟା ନଷ୍ଟ ହୋଇଯିବ। ତୁମର ପ୍ରଗତି ପାଇଁ ପଥ ମଧ୍ୟ ଖୋଲିଯିବ। ତେଣୁ ଦିନକୁ ଅତି କମରେ ଥରେ ତୁମ ଘରେ ଚୁପଚାପ ବସି ହନୁମାନ ଚାଳିଶା ପାଠ କର। ବନ୍ଧୁଗଣ, ଏହି ଆଗାମୀ 24 ଘଣ୍ଟାରେ ତୁମ ପରିବାର ସହିତ ସମୟ ବିତାଇବାକୁ ଚେଷ୍ଟା କର। ଦେଖ, ତୁମେ ବ୍ୟବସାୟକୁ ଯାଅ, ତୁମେ କାମକୁ ଯାଅ, ତୁମେ ସକାଳେ ଯାଉ, ତୁମେ ସନ୍ଧ୍ୟାରେ ଫେରି ଆସ, ପ୍ରାୟ ସମଗ୍ର ଦିନ ତୁମ ପାଇଁ ବିତାଇଯାଏ। ଏପରି ପରିସ୍ଥିତିରେ ଆପଣ ଆପଣଙ୍କ ପରିବାରକୁ ଉପଯୁକ୍ତ ସମୟ ଦେଇ ପାରୁନାହାନ୍ତି, ଯାହା କାରଣରୁ ଘରେ ସମ୍ପର୍କରେ ଫାଟ ଦେଖାଯାଏ, ଝଗଡ଼ା ବଢ଼ିବାକୁ ଲାଗେ, ସମସ୍ୟା ବଢ଼ିବାକୁ ଲାଗେ। ତେଣୁ କିଛି ସମୟ ପାଇଁ ଚୁପଚାପ ବସି ଆପଣଙ୍କ ପ୍ରିୟଜନଙ୍କ ସହ କଥା ହୁଅନ୍ତୁ। ଆପଣଙ୍କ ପ୍ରିୟଜନଙ୍କ ସହିତ କିଛି ସମୟ ବିତାଇବେ। ଏହା ଆପଣଙ୍କ ମନକୁ ମଧ୍ୟ ବହୁତ ହାଲୁକା କରିବ। ଆପଣଙ୍କ ଘରେ ଆସୁଥିବା ସମସ୍ତ ସମସ୍ୟା ଏବଂ ଆପଣଙ୍କ ଜୀବନ ନଷ୍ଟ ହୋଇଯିବ। ବନ୍ଧୁମାନେ, ମନେ ରଖନ୍ତୁ ଯେ ଏହି ଆଗାମୀ 24 ଘଣ୍ଟାରେ ନିଜ ହାତରେ କୌଣସି ସୁଯୋଗ ହାତଛଡ଼ା କରନ୍ତୁ ନାହିଁ। ହଁ ବନ୍ଧୁମାନେ, ଆପଣ ଜାଣନ୍ତି ଯେ ଆପଣଙ୍କର ଭାଗ୍ୟ ଆପଣଙ୍କୁ ବହୁତ କଷ୍ଟରେ ସୁଯୋଗ ଦେଇଥାଏ। ଏପରି ପରିସ୍ଥିତିରେ ଆପଣଙ୍କୁ ଯେକୌଣସି ସୁଯୋଗ ମିଳୁଛି ତାକୁ ଦୁଇ ହାତରେ ଗ୍ରହଣ କରନ୍ତୁ। କୌଣସି ସୁଯୋଗକୁ ନିଜ ହାତରୁ ଯିବାକୁ ଦିଅନ୍ତୁ ନାହିଁ, କାରଣ ଏହା କହିବା ବହୁତ କଷ୍ଟକର ଯେ ଆପଣଙ୍କୁ ଏପରି ଶୁଭ ସମୟ, ଏପରି ଶୁଭ ସୁଯୋଗ ପରେ ମିଳିବ କି ନାହିଁ। ସେଥିପାଇଁ ବନ୍ଧୁମାନେ, ଏହି 24 ଘଣ୍ଟା ଆପଣଙ୍କ ପାଇଁ ଆଶୀର୍ବାଦ ଚମତ୍କାର ଠାରୁ କମ୍ ନୁହେଁ। ଏହି 24 ଘଣ୍ଟାରେ ଆପଣଙ୍କ ଭାଗ୍ୟର ତାରାଗୁଡ଼ିକ ବହୁତ ଭଲ ଭାବରେ ଚମକୁଥିବା ଦେଖାଯାଉଛି। ଏପରି ପରିସ୍ଥିତିରେ ବନ୍ଧୁମାନେ, ଆପଣ ଏହି 24 ଘଣ୍ଟାରେ ଆପଣଙ୍କର ସମସ୍ତ ଇଚ୍ଛା ପୂରଣ କରିପାରିବେ। ଆପଣଙ୍କୁ କେବଳ ସତ୍ୟ ହୃଦୟରେ ବିଶ୍ୱାସ ରଖିବାକୁ ପଡ଼ିବ ଏବଂ ଆଗକୁ ବଢ଼ିବାକୁ ପଡ଼ିବ। ଏବଂ ମନେ ରଖନ୍ତୁ ଯେ ଆପଣ କୌଣସି କ୍ଷେତ୍ରରେ ଏକା ନୁହନ୍ତି। ଆପଣଙ୍କୁ ନିଜର ଯୁଦ୍ଧ ନିଜେ ଲଢ଼ିବାକୁ ପଡ଼ିବ। ଆପଣଙ୍କୁ ନିଜର ପଥ ନିଜେ ତିଆରି କରିବାକୁ ପଡ଼ିବ। ଅନ୍ୟ ଲୋକମାନେ ତୁମକୁ ଫାଶୀ ଦେବେ। ଅନ୍ୟ ଲୋକମାନେ ତୁମକୁ ଭୁଲ ବାଟରେ ପଠାଇବେ। ସେମାନେ ତୁମକୁ ତୁମ ବାଟରେ ପଠାଇବେ ଏବଂ ପରେ ତୁମର ମଜା କରିବେ। ସେଥିପାଇଁ ତୁମକୁ ନିଜର ରାସ୍ତା ନିଜେ ତିଆରି କରିବାକୁ ପଡ଼ିବ। ତୁମକୁ ନିଜ ଉପରେ ବିଶ୍ୱାସ ରଖିବାକୁ ପଡ଼ିବ। ଶତ୍ରୁମାନେ ତୁମ ମନକୁ ବହୁତ ନକାରାତ୍ମକତାରେ ପରିପୂର୍ଣ୍ଣ କରିଦେଇଛନ୍ତି। ବହୁତ ନକାରାତ୍ମକ ଚିନ୍ତାଧାରା, ଯାହା ଯୋଗୁଁ ବନ୍ଧୁଗଣ ତୁମେ ତୁମର ମନ ହରାଇଛ। ତୁମ ମନରେ ଭୟ ଅଛି ଏବଂ କୌଣସି କାମ କରିବା ପୂର୍ବରୁ ତୁମେ ନର୍ଭସ ହୋଇଯାଉଛ। ତୁମେ କୌଣସି କାମ ଠିକ୍ ଭାବରେ ସମାପ୍ତ କରିପାରୁନାହଁ। ସେଥିପାଇଁ ତୁମକୁ ପ୍ରଥମେ ନିଜ ଉପରେ ଆତ୍ମବିଶ୍ୱାସ ସୃଷ୍ଟି କରିବାକୁ ପଡ଼ିବ। ସର୍ବପ୍ରଥମେ ତୁମକୁ ନିଜ ଉପରେ ବିଶ୍ୱାସ ରଖିବାକୁ ପଡ଼ିବ ଯେ ମୁଁ ସବୁକିଛି କରିପାରିବି। ଯେତେବେଳେ ତୁମେ ନିଜ ଉପରେ ବିଶ୍ୱାସ ରଖିବ, ଯେତେବେଳେ ତୁମେ ନିଜ ଉପରେ ବିଶ୍ୱାସ ସହିତ ଚାଲିବ, ତେବେ କୌଣସି କାମ ତୁମକୁ କଷ୍ଟକର ଲାଗିବ ନାହିଁ। କୌଣସି କାମରେ କୌଣସି ଅସୁବିଧା ହେବ ନାହିଁ ଏବଂ ଯଦି ତୁମର କାମରେ କୌଣସି ସଙ୍କଟ ଆସିବାକୁ ଯାଉଛି, ତେବେ ତୁମର ବିଶ୍ୱାସ ଯୋଗୁଁ ସେହି ସଙ୍କଟ ପୂର୍ବରୁ ଟଳିଯିବ। ସେଥିପାଇଁ ତୁମେ କୌଣସି ପରିସ୍ଥିତିରେ ନିଜକୁ ଦୁର୍ବଳ ଭାବିବା ଉଚିତ ନୁହେଁ। ସବୁବେଳେ ନିଜ ଉପରେ ବିଶ୍ୱାସ ରଖ ଏବଂ କଠିନ ପରିଶ୍ରମରେ ଧ୍ୟାନ ଦିଅ। ତେବେ ତୁମର ସମସ୍ତ କାମ ବିନା କୌଣସି କଷ୍ଟରେ,
ବିନା କୌଣସି ବାଧାରେ ସମାପ୍ତ ହେବ। ଏହା ସହିତ ବନ୍ଧୁଗଣ, ମୁଁ ତୁମକୁ କହିବାକୁ ଚାହେଁ ଯେ ଏହି 24 ଘଣ୍ଟାରେ ତୁମର ପାରିବାରିକ ଜୀବନ ବହୁତ ଭଲ ହେବାକୁ ଯାଉଛି। ତୁମେ ତୁମର ପରିବାର ସଦସ୍ୟଙ୍କ ସହିତ ବହୁତ ଭଲ ସମୟ ବିତାଇବାକୁ ଯାଉଛ। କିନ୍ତୁ ଯଦି ତଥାପି ତୁମର କୌଣସି ବିଷୟରେ କୌଣସି ସମସ୍ୟା ଅଛି, ଯଦି ଆପଣ କୌଣସି ସମସ୍ୟାର ସମ୍ମୁଖୀନ ହୁଅନ୍ତି, ତେବେ ଆପଣ ଆପଣଙ୍କ ପରିବାର ସହିତ ବସି ଶାନ୍ତିରେ କଥା ହୋଇ ସମସ୍ତ ସମସ୍ୟାର ସମାଧାନ କରିପାରିବେ। ସେଥିପାଇଁ ଆପଣଙ୍କ ପରିବାର ଆପଣଙ୍କୁ ଛାଡ଼ି ନଥାଏ। ଆପଣଙ୍କ ପ୍ରିୟଜନଙ୍କ ସହିତ ବସି କଥା ହୁଅନ୍ତୁ। ଆପଣଙ୍କ ପ୍ରିୟଜନଙ୍କ ସହିତ ସମୟ ବିତାଇବେ, ତେବେ ଆପଣଙ୍କୁ ପ୍ରତ୍ୟେକ ସମସ୍ୟା ଏବଂ ଆପଣଙ୍କ ଜୀବନରେ ଆସୁଥିବା ପ୍ରତ୍ୟେକ କଷ୍ଟରୁ ମୁକ୍ତି ମିଳିବ ଏବଂ ଆପଣଙ୍କ ଜୀବନରେ ଆସୁଥିବା ସବୁଠାରୁ ବଡ଼ ସମସ୍ୟା ମଧ୍ୟ ସମାଧାନ ହୋଇଯିବ। ସେଥିପାଇଁ ଆପଣଙ୍କ ପ୍ରିୟଜନଙ୍କ ସହିତ ବସି କଥା ହେବାକୁ ଚେଷ୍ଟା କରନ୍ତୁ। ଆପଣଙ୍କ ପ୍ରିୟଜନଙ୍କ ସହିତ ସମୟ ବିତାଇବାକୁ ଚେଷ୍ଟା କରନ୍ତୁ। ତେବେ ଆପଣଙ୍କ ଜୀବନର ସମସ୍ତ ସମସ୍ୟା ଦୂର ହୋଇଯିବ। ଆପଣଙ୍କ ଜୀବନର ସମସ୍ତ କଷ୍ଟରୁ ମୁକ୍ତି ମିଳିବ। ଆପଣଙ୍କ ଜୀବନ ଆପଣଙ୍କ ସହିତ ରହିବ। ରାଜ୍ୟ ଆପଣଙ୍କ ସହିତ ରହିବ। ଆଗାମୀ ସମୟ ଆପଣଙ୍କ ପାଇଁ ନୂତନ ସୌଭାଗ୍ୟ ଆଣିବ। ଆଗାମୀ ସମୟ ଆପଣଙ୍କ ଜୀବନରେ ନୂତନ ଖୁସି ଆଣିବ। ଏହା ନୂତନ ପ୍ରଗତି ଏବଂ ନୂତନ ବିକାଶ ଆଣିବ।